ଛୁଆବେଳୁ ଶୁଣିବାକୁ ପାଇଛି ଏ ଜାଗାର ଆପଣ ଭୂତ ପ୍ରେତକୁ ବିଶ୍ୱାସ କରନ୍ତି କି? ଆପଣ ଅଶରୀରୀ ବା ପ୍ରେତାତ୍ମା ବୋଲି ବିଶ୍ୱାସ କରନ୍ତି କି? ଦୁନିଆରେ ସତରେ ଅଛନ୍ତି କି ପ୍ରେତାତ୍ମା? ଲୋକମାନେ କହିବା କଥା କି ରାତି ଅଧରେ ପ୍ରେତାତ୍ମା ବାହାରନ୍ତି, ଭୂତ ବାହାରନ୍ତି ଏବଂ ଲୋକମାନଙ୍କୁ ଆକ୍ରମଣ କରନ୍ତି। ହଁ ଦର୍ଶକ ବନ୍ଧୁ, ସେମିତି ଏକ ଜାଗା ବିଷୟରେ ଆମେ ଖବର ପାଇ ଆଜି ଆସି ସେହି ଜାଗାରେ ପହଞ୍ଚିଛୁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବେନ୍ତାଳପୁର ଛକ। ଏମିତି ଏକ ଜାଗା ରହିଛି ଯେଉଁଠିକି ରାତି ଅଧରେ ବା ସନ୍ଧ୍ୟା 7ଟା 8ଟା ପରେ ମୁଣ୍ଡ ନଥିବା ଏକ ଗଣ୍ଡି ଗଡ଼ୁଥିବାର ଖବର ମିଳିଥିଲା, ଯେଉଁଟାର ସତ୍ୟାସତ୍ୟ କ'ଣ ପରଖିବା ପାଇଁ ଆମେ ଆସି ପହଞ୍ଚିଛୁ ଭଦ୍ରକ ଜିଲ୍ଲାରେ। ଆଉ ସେହି ଜାଗାକୁ ବର୍ତ୍ତମାନ ଆମେ ଯିବା ପାଇଁ ବାହାରିଛୁ। ଆପଣ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଆମେ ସେହି ଜାଗାକୁ ଯାଇ ଆପଣଙ୍କୁ ସେହି ଦୃଶ୍ୟ ଦେଖାଇବୁ ଏବଂ ଏହି ଭୂତ ପ୍ରେତ ଯେଉଁ କଥା ଉଠୁଛି ବା ଅଶରୀରୀ ଯେଉଁ କଥା ଉଠୁଛି କେତେ ମାତ୍ରାରେ ସେ ସତ ନା ମିଛ ତାହା ଆମେ ଆପଣଙ୍କୁ ଦେଖାଇବୁ। ଦର୍ଶକ ବନ୍ଧୁ, ଆପଣଙ୍କୁ ବର୍ତ୍ତମାନ ମୁଁ ଦେଖିବାକୁ ଚାହିଁବି, ବର୍ତ୍ତମାନ ରାତି ପ୍ରାୟ 2ଟା ବାଜି 7 ମିନିଟ୍। ମୋବାଇଲରେ ଆପଣ ଦେଖିପାରୁଥିବେ 2ଟା 7 ମିନିଟ୍ ଟାଇମ୍। ଆଉ ଏବେ ରାତିର ମଧ୍ୟରାତ୍ରି, ଆଉ ସେଇ ମଧ୍ୟରାତ୍ରି ଭିତରେ ଆମେ ଯାଇ ପହଞ୍ଚିବୁ ସେଇ ବେନ୍ତାଳପୁର ଛକ, ଯେଉଁଠିକି ମୁଣ୍ଡ ନଥିବା ଏକ ଗଣ୍ଡି ଗଡ଼ୁଥିବା ଲୋକମାନେ କହୁଛନ୍ତି। ଆଉ ସନ୍ଧ୍ୟା 7ଟାରୁ 8ଟା ପରେ ସେଇ ରାସ୍ତାରେ ଗଲେ ଲୋକମାନଙ୍କର ମୃତ୍ୟୁ ହୁଏ ବା ସେମାନେ ସେଠି ଚମକି ଯାଆନ୍ତି, ଭୟ କରନ୍ତି, ପରବର୍ତ୍ତୀ ସମୟରେ ତାଙ୍କୁ ମୃତ୍ୟୁ ହୋଇଯାଏ ବୋଲି ଶୁଣା ହୁଏ। ଏହା କେତେ ସତ ଆଉ କେତେ ମିଛ ଦେଖିବା ପାଇଁ ଚାଲନ୍ତୁ ସେ ଜାଗାରେ ଯାଇ ପହଞ୍ଚିବା ଆଉ ପ୍ରକୃତିରେ ଜାଣିବା ତା'ର ସତ୍ୟାସତ୍ୟ କ'ଣ। ତେବେ ଦର୍ଶକ ବନ୍ଧୁ, ପ୍ରକୃତରେ ସତରେ କ'ଣ ଭୂତ ପ୍ରେତ ଅଛନ୍ତି? ସତରେ କ'ଣ ଅତୃପ୍ତ ଆତ୍ମା ଏବେ ବି ବୁଲୁଛି? ସତରେ କ'ଣ ଲୋକଙ୍କ କଥା ସତ? ତାହା ଆମେ ଜାଣିବା ପାଇଁ ସେଇ ଜାଗାକୁ ଯିବା ପାଇଁ ଚାହୁଁଛୁ। ଆଉ ବର୍ତ୍ତମାନ ଆମେ ସେଇ ରାସ୍ତାର ଅଧା ରାସ୍ତାରେ ଅଛୁ, ସେଇ ଜାଗାର ଅଧା ରାସ୍ତାରେ ଅଛୁ, ଯେଉଁ ଜାଗାରେ ଲୋକମାନେ କୁହନ୍ତି ରାତି ଅଧରେ ଭୂତ ବାହାରନ୍ତି ବା ସନ୍ଧ୍ୟା 7ଟା ପରେ ଭୂତ ପ୍ରେତ ବାହାରନ୍ତି ଏବଂ ଲୋକମାନଙ୍କୁ ଆକ୍ରମଣ କରନ୍ତି। ଆଉ ସେଇ ଜାଗାରେ ବିଗତ ଦିନରେ ଦୁର୍ଘଟଣା ହୋଇ କେହି ମୃତ୍ୟୁବରଣ କରିଥିଲେ ଏବଂ ତା'ର ଆତ୍ମା ଏବେ ବି ଘୁରି ବୁଲୁଛି। ଏହା କ'ଣ ସତ ନା ଗୋଟେ ଭ୍ରମ? ଲୋକମାନଙ୍କ କହିବା କଥା ସନ୍ଧ୍ୟା 7ଟା ପରେ ସେ ଜାଗାକୁ ଗଲେ ଭୂତ ପ୍ରେତ ପ୍ରେତାତ୍ମା ମାଡ଼ି ଆସେ ଏବଂ ଲୋକମାନଙ୍କୁ ଆକ୍ରମଣ କରେ, ଯେଉଁ ଆକ୍ରମଣ ପାଇଁ ଅନେକ ଲୋକଙ୍କର ଜୀବନ ବି ଯାଇଛି। ସତରେ ଏହା ସତ ନା ମିଛ? କ'ଣ ରହିଛି ତା'ର ବାସ୍ତବତା ତାହା ଜାଣିବା ପାଇଁ ଆମେ ସେଇ ଜାଗାକୁ ବର୍ତ୍ତମାନ ଯାଉଛୁ। ତେବେ ଚାଲନ୍ତୁ ସେଇ ଜାଗାକୁ ଯିବା ଏବଂ ସତ୍ୟାସତ୍ୟ କ'ଣ ରହିଛି ତାହା ପରଖିବା। ଚାଲନ୍ତୁ। ସୁନସାନ ଅନ୍ଧକାର ରାତି, ରାସ୍ତା ଉପରେ ପ୍ରାୟ 15ରୁ 20 ମିନିଟ୍ ଆମେ ଠିଆ ହେବା ପରେ ମଧ୍ୟ ଗୋଟିଏ ଗାଡ଼ି କି ଗୋଟେ ମଣିଷ ଯିବାର ଦେଖିଲୁ ନାହିଁ। କାରଣ ଏହି ରାସ୍ତା ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ବୋଲି ସମସ୍ତେ କୁହନ୍ତି। ଆମେ ଆସି ବର୍ତ୍ତମାନ ସେଇ ଜାଗାରେ ପହଞ୍ଚିଛୁ ବେନ୍ତାଳପୁର ଛକ ପାଖରେ। କୁହାଯାଏ ଏହି ଛକ ଉପରେ ଠିକ୍ ଏହି ଜାଗାରେ ମୁଣ୍ଡ ନଥିବା ଏକ ଦେହ ବା ଯାହାକୁ ଗଣ୍ଡି କୁହାଯାଏ, ମୁଣ୍ଡ ନଥିବା ଗଣ୍ଡି ଏଠି ଗଡ଼ୁଥାଏ। ସନ୍ଧ୍ୟା 7ଟାରୁ 8ଟା ପରେ ଯଦି କୌଣସି ଲୋକ ଏହି ରାସ୍ତା ଦେଇ ଯାତାୟାତ କରେ ତା ଉପରେ ଆକ୍ରମଣ କରେ ପ୍ରେତାତ୍ମା। ସତରେ ଦର୍ଶକ ବନ୍ଧୁ, ଆପଣମାନେ ଗଣମାଧ୍ୟମରେ ହେଉ କିମ୍ବା କୌଣସି ଗପ କାହାଣୀରେ ହେଉ ଶୁଣିଥିବେ ଯେ ପ୍ରେତ ଆତ୍ମା ଅଛି, ଭୂତ ପ୍ରେତ ଅଛନ୍ତି ଏବଂ ଅନେକ ଥର ଅନେକ ଜାଗାରେ ଲୋକଙ୍କୁ ଆକ୍ରମଣ କରିଛନ୍ତି। ସେଭଳି କିଛି ଘଟଣା ଉପରେ
आमे आपनको दृश्य देखाऊँ ये हूँ बेंतालपुर छक जोठी कि लोक मैंने जीवा आसवा करने को डरुंट 7:30 8टा संध्या पर कारण इठी मुंड नथिबा गंडी गड़ुथिबार दृश्य अनेक थर लोक मैंने देखिथिबा कहउछंती। एहा केते सत केते मिछ आमे परखिबाकू बा तार सत्यासत्य जानिया पे आसिकी पहुँचीलु भद्रक जिलार सेई बेंताल छकरे जो छक कि लोकों पाई मृत्युर छक बा कालर छक बोली कहा जाए किंतु आमे आसी पहुँचिकी जहाँ दृश्य देखुचु बा अनुभव करुचु सेमिति किछि आमको कहीं लगुनि किंतु लोकों को कहवा कथा कि संध्या 7टा पर से बेंतालपुर छक को गले विपद आपे आपे माड़ी आसे एवं काल साजे से काल रात्रि वर्तमान समय 2टा पर किंतु आमे सेमिति कौनसी दृश्य देखु ना किंतु लोक माने जहाँ स्थानीय लोक माने कहती ए रास्ता अति भयंकर एवं अति विपदपूर्ण जगह कारण ये जगह को जदि किए राति आसुंच बा सूर्य अस्त हो जावा पर ए जगह को किए कौन कम हो भूल बसत हो चली आसुंच तेबे ये रास्तार तार तत्क्षणात मृत्यु हो जाए बा तत्क्षणात तार कौन ना कौन असुविधा हो जाए जहाँकि सी मृत्यु मुखरे पड़ जाए कौन सतरे एमती घटुथिबो ना यह केवल मनीषर भ्रम लोक मानकर भ्रम तेबे दर्शक बंधु आपण को आम से दृश्य देखा से जगह देखा ये हूँ से जगह आप देखिपुर एठी गोटे बाड़ी रे गोटे किसी संकेत दि जाइए गोटे बाड़ी रे गोटे बंधा जाइए नालीर पताका बंधा जाइए एटा एक डेंजरपूर्ण जगह बोली लोकों को सूचना दि जाउछि ये केते सत केते मिछ जानिनु आमे किंतु देखंतु ये हूँ शिव और पार्वती फोटो लगी ये जो बाउंस पुता होती ये जो तैयारी होती गोटे दीप मध्य थुआ होती फूल पड़ी ये जगह को एक भयंकर जगह बा गोटे विपदपूर्ण प्रेतात्मार जगह बोली लोक मैंने कहती आई जगह को आसापी अनेक लोक डरती अनेक लोक किसी लोकों कहती से जगह को जाओनी गले से विपद हो पारे आपंकर मृत्यु हो पारे किंतु दर्शक बंधु आम आसिक से जगह ठीक से जगह आम आसिक पहुँचीचु जोठी कि लोक मैंने डरती बा भय रे मरी जाती बोली कह जाए से जगह मुठी ठिया बर्तमान आप देखुं सीधा सड़क ये साधारण जगह नुहे बोली लोक कहते ये अति भयंकर परिस्थिति सृष्टि हुए ये लोकंर मृत्यु हुए ये प्रेतात्मा अच्छी ये भूत प्रेत अच्छा लोक मान आक्रमण कर अनेक लोकंर जीवन नहीं आ जगार मुंड नथिबा एक गंडी गड़ुछि बोली जहाँ लोक मैंने कहते तेरे दर्शक बंधु पुणी थे आपको कहूँ चाहिए यह केते सत केते मिछ यहाँ पर आपणकर केते रही विश्वास केते रही अविश्वास यार कमेंट बॉक्स रे आपन जवाब देबे कमेंट बॉक्स रे उत्तर रखिए जे एई जो भूत प्रेत बा प्रेतात्मा थिबा कथा को आपन केते मात्रा रे विश्वास करंती ना विश्वास करंती नाही। भद्रक चांदबाली रु कैमरा पर्सन दिलीप सहित कृष्णचंद्र नायक G99 न्यूज। नमस्कार मु सागर G99 न्यूज को आपको स्वागत। सपक्ष विपक्ष ऊर्ध्वे G99 न्यूज।